ବର୍ତ୍ତମାନ ତ ପ୍ରବଳ ଖରା ହେଉଛି ଆଉ ଟମାଟୋ ବି ଶସ୍ତା ଅଛି। ତେଣୁ ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ମସଲାଦାର ଟମାଟୋ ବଢ଼ି। ସେଥିପାଇଁ ଆବଶ୍ୟକ ଉପକରଣ ଟମାଟୋ, ବିରି ଡାଲିକୁ ଆମେ ଭିଜେଇ ନେବା, କଞ୍ଚା ଲଙ୍କା ରଫଲି କାଟି ନେଇଛି, ପିଆଜ, କିଛି ଧନିଆ ପତ୍ର ବି ରଫଲି କାଟି ନେଇଛି, କିଛି ରସୁଣ ଦରକାର, ଗୋଟା ଜିରା ଦରକାର, ଧଳା ରାଶି ଦରକାର, ଆବଶ୍ୟକ ଅନୁସାରେ ଲୁଣ, ତେଲ ଦରକାର। ତ ବର୍ତ୍ତମାନ ଚାଲନ୍ତୁ ଆମେ ପ୍ରଥମେ ଟମାଟୋକୁ ଭଲ ଭାବରେ ଧୋଇ ନେବା। ଟମାଟୋକୁ ଭଲ ଭାବରେ ଏମିତି ଧୋଇ ନେଇ ସଫା କରି ରଖିବା। ଏ ତ ବର୍ତ୍ତମାନ ଟମାଟୋ ଆମର ସବୁ ଧୁଆ ହୋଇଗଲା। ବର୍ତ୍ତମାନ ତାକୁ ଗୋଟିଏ ସଫା କପଡ଼ା ନେଇ ଏମିତି ଭଲ ଭାବରେ ପୋଛି ନେବା। ଏମିତି ପୋଛି ନେବା ଦ୍ୱାରା ଆମର ଟମାଟୋଟି ଟିକେ ଜଲ୍ଦି ଶୁଖିଯାଏ। ଆମର ବର୍ତ୍ତମାନ ଟମାଟୋ ସବୁ ପୋଛା ହୋଇଗଲା। ବର୍ତ୍ତମାନ ଚାଲନ୍ତୁ ତାକୁ କାଟି ରଖିବା। ଟମାଟୋକୁ ଏମିତି ଚାରିସୋରା କରି କାଟି ନେବା। ଏମିତି ଚାରିସୋରା କରି କାଟି ନେଇ ଗୋଟିଏ ବଡ଼ ଥାଳିଆରେ ଦେଇ ତାକୁ ଶୁଖେଇବା। ଏମିତି ଉପର ପାଖକୁ ମୁହଁ କରି ଏମିତି ରଖିନେବା। ତାପରେ ତାକୁ ଖରାରେ ଶୁଖେଇ ନେବା। ଆପଣଙ୍କୁ ଗୋଟେ ଦିନ ଖରାରେ ଶୁଖେଇବା ପରେ ମୁଁ ଆପଣଙ୍କୁ ଦେଖାଉଛି। ଏମିତି ଶୁଖେଇ ନେବା ଦ୍ୱାରା ତା'ର ପାଣି ଅଂଶଟି ଟିକେ ମରିଯାଏ। ତାପରେ ଆମେ ବିରି ଡାଲିକୁ ଭଲ ଭାବରେ ଧୋଇ ନେଇ ଏମିତି ତା'ର ପାଣି ନିଗାଡ଼ି ତାକୁ ଭିଜେଇ ରଖିବା 7-8 ଘଣ୍ଟା। ଏ ତ ଭଲ ଭାବରେ ଧୁଆ ହୋଇଗଲା। ତାକୁ ଭିଜେଇ ନେବା। ଓଭରନାଇଟ୍ ମୁଁ ଭିଜେଇ ନେଇଥିଲି। ଏ ତ ବର୍ତ୍ତମାନ ଭିଜି ଯାଇଛି ଭଲ ଭାବରେ ଆମର ବିରି। ଏ ଟମାଟୋ ବି ଆମର ଟିକେ ଶୁଖି ତା'ର ପାଣି ଅଂଶଟି ଶୁଖିଯାଇଛି। ବର୍ତ୍ତମାନ ଏସବୁ ଗ୍ରାଇଣ୍ଡର ଜାର୍ରେ ଦେଇ ଗ୍ରାଇଣ୍ଡିଙ୍ଗ କରିବା। ବିରି ଡାଲିକୁ ପାଣିରୁ ଭଲ ଭାବରେ ଏମିତି ଛାଣି ନେଇ ଗ୍ରାଇଣ୍ଡର ଜାର୍ରେ ଦେଇଦେବା। ତାପରେ ଟମାଟୋକୁ ଶୁଖେଇ ରଖିଦେବା, ତାକୁ ଦେଇଦେବା। ଏମିତି ଟମାଟୋ ଶୁଖେଇ ଗ୍ରାଇଣ୍ଡିଙ୍ଗ କଲେ ସେ ଟିକେ ତା'ର ପାଣି ଅଂଶ ଶୁଖିଯାଇଥାଏ, ଭଲ ଭାବରେ ହୁଏ, ନଚେତ୍ ପାଣିଆ ହୋଇଯାଏ। ଏ ଅଧା ବଟା ହୋଇଗଲା ପରେ ସେଥିରେ ଆମେ କଞ୍ଚା ଲଙ୍କା, ପିଆଜ ଦେଇଦେବା। ଆମର ରସୁଣ କୋଲା ବି ଦେଇଦେବା। ଆବଶ୍ୟକ ଅନୁସାରେ ଲୁଣ ଦେଇଦେବା। ବର୍ତ୍ତମାନ ପାଣି ବିଲକୁଲ ନ ଦେଇ ଏସବୁ ଆମେ ଗ୍ରାଇଣ୍ଡିଙ୍ଗ କରିବା, କାରଣ ଆମର ପିଆଜ, ଲୁଣ ଏସବୁ ପଡ଼ୁଛି ନା। ପାଣି ନଦେଲେ ବି ସେ ଠିକ୍ଠାକ୍ ଗ୍ରାଇଣ୍ଡିଙ୍ଗ ହୋଇଯିବ। ପାଣି ଦେଲେ ସେ ବହୁତ ପତଳା ହୋଇଯିବ, ଆମର ବଢ଼ି ପକାଇବା ବେଳେ ପ୍ରୋବ୍ଲେମ୍ ହେବ। ଏ ତ ବର୍ତ୍ତମାନ ଦେଖନ୍ତୁ ଆମର ପାଣି ନ ଦେଇ ବି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ ହୋଇଗଲା। ବର୍ତ୍ତମାନ ଏଥିରେ ଆମର ଧନିଆ ପତ୍ର ଦେଇଦେବା। ଧନିଆ ପତ୍ର ଦେଇ ତାକୁ ଗୋଟେ ରାଉଣ୍ଡ ହିଁ ବୁଲେଇବା, ବହୁତ ଆଉ ଚିକଣିଆ କରିବାନି। ଆମର ଧନିଆ ପତ୍ରଟି ଟିକେ ଖଦଡ଼ିଆ ହୋଇ ରହିଥିଲେ ଭଲ ଫ୍ଲେଭର ଆସିବ। ଏ ବର୍ତ୍ତମାନ ଆମର ଗ୍ରାଇଣ୍ଡିଙ୍ଗ ହୋଇଗଲା। ତାକୁ ଗୋଟିଏ ପାତ୍ରକୁ ବାହାର କରି ରଖିବା। ଏହିପରି ସବୁଗୁଡ଼ିକ ଆମେ ଗ୍ରାଇଣ୍ଡିଙ୍ଗ କରି ରଖିବା। ତାପରେ ଗୋଟିଏ ଥାଳିର ପଛପଟେ ଏମିତି ଅଳ୍ପ ତେଲ ଲଗାଇ ନେବା। ଏମିତି ତେଲ ଲଗାଇ ନେବା ଦ୍ୱାରା ଆମର ବଢ଼ି ପକାଇଲେ ୟା ଉପରେ ଭଲ ଭାବରେ ଛାଡ଼ିଯିବ। ନଚେତ୍ ଆପଣ ଚାହିଁଲେ ଚାଉଳ ପିଠଉ ବି ଦେଇପାରିବେ। ଚାଉଳ ପିଠଉଟି କିନ୍ତୁ ଦେଲେ ଭଲ ହୁଏ। ବର୍ତ୍ତମାନ ଆମେ ଏହି ବିରି ଟମାଟୋ ବଟାରେ ଗୋଟା ଜିରା, ରାଶି ଦେଇଦେବା। ଦେଇ ତାକୁ ଭଲ ଭାବରେ ମିଶାଇ ନେବା। ଏମିତି ଭଲ ଭାବରେ ମିଶାଇ ନେଇ ତାକୁ ଭଲ ଭାବରେ ଫେଣ୍ଟି ନେବା। ଆମର ଭଲ ଭାବରେ ଏମିତି ଫେଣ୍ଟିଲେ ହିଁ ଆମର ବଢ଼ିଟି ହାଲକା ହୋଇ ମୁସମୁସିଆ ହୋଇ ହେବ। ଯେତେ ଫେଣ୍ଟିବେ ଆପଣ ସେତେ ଭଲ ହେବ ବଢ଼ିଟି। 3-4 ମିନିଟ୍ ବର୍ତ୍ତମାନ ମୁଁ ଆକୁ ଫେଣ୍ଟି ନେଲି। ତାପରେ ଆମେ ତେଲ ଲଗାଇ ରଖିଥିବା ଥାଳିରେ ଏମିତି ବଢ଼ି ପକାଇବା। ଆପଣ ଯେଉଁ ସାଇଜ୍ର ଚାହିଁବେ ସେ ସାଇଜ୍ର ବଢ଼ି ପ୍ରସ୍ତୁତ କରିପାରିବେ। ମୁଁ ଏଠି ମିଡ଼ିୟମ୍ ସାଇଜ୍ର ବଢ଼ି ପ୍ରସ୍ତୁତ କରୁଛି। ଟିକେ ଛୋଟ ସାଇଜ୍ କଲେ ଜଲ୍ଦି ଶୁଖିଯାଏ, ନଚେତ୍ ଟିକେ ଟାଇମ୍ ଲାଗେ ଶୁଖିବାକୁ। ଏ ତ ଗୋଟେ ଥାଳି ଆମର ହୋଇଗଲା। ବର୍ତ୍ତମାନ ଆଉ ଗୋଟିଏ ଥାଳିରେ ମୁଁ ତେଲ ଲଗାଇ ରଖିଥିଲି, ସେଥିରେ ପକାଇ ନେଉଛି। ଆମର ତେଲ ଲଗାଇ ନେଇଥିଲେ ବହୁତ ଦିନ ରଖିଲେ ଟିକେ ତେଲିଆ ବାସ୍ନା ହୋଇଯାଏ, କିନ୍ତୁ ମୁଁ ତ କମ୍ କ୍ୱାଣ୍ଟିଟିର କରୁଛି, ତେଣୁ ତେଲ ଲଗାଇ ନେଇଥିଲି।
किंतु चाउल पिठौ देले से बहुत दिन पर्यंत भल रुहे। ये तो बड़ी पक्का होईगला ताऊ खरारे सुखै नेबा। मु गोटे दिन सुखैबा परे आपनकु एठी देखौची। ये देखंतु थाली रे टिके बड़ साइज कर देइथिली से छाडुनी, किंतु एही प्लेट रे टिके छोट साइज बड़ी करथली ये छाड़ी जाउची, किंतु आ गोटे दिन सुखैबा को याकू पड़िबो। भीतर पाखटी किंतु कंचा अछि। गोटे दिन आउ सुखैबा परे मु आपनकु पुणी देखैबी। किंतु जत्ते छाड़ुछि मु ताकू बाहर कर नउछि। ये देखंतु टिके कंचा अछि। एठी किंतु ये 2-3 दिन सुखिबा परे भल भाबरे सुखी जाइछि, एकदम खटखड़िया होई। एमती सुखै नै आपण एयर टाइट डब्बा रे रखी तापरे जेतेबेले चाहिबे सेतेबेले व्यवहार करि परिबे। जेतेबेले खाइबा को इच्छा हबो सेतेबेले आपण एमती कड़ाई रे अल्प तेल देई याकू भाजी नेबे, टिके ब्राउन कलर करी एमती भाजी नै ताकू एमती ही पखाल संगे खाई परिबे। कारण हमर एथिरे राशि जीरा सब स्पाइसी आइटम पड़ी ना, बहुत चटपटा टेस्टी लागिबो पखाल संगे खाइले। आउ याकू आपण एमती भी भाजी तरकारी करि परिबे। ये देखंतु वर्तमान तो हमर भल भार भाजी होइलानी, ब्राउन कलर होई। ताकू एमती भाजी तरकारी होबा खाली सेमती पखाल संगे खाइबे। आ केमती लागिला कमेंट माध्यम रे जणैबे। लाइक करिवे, शेयर करिवे, सब्सक्राइब जदि करना मो चैनल ताहले सब्सक्राइब करनेबे। धन्यवाद।